जय जगन्नाथ सुप्रभात मलय पवन गाए जार गीत पहुंची आसिले संज इंद्रधनु पुणी सिंचे जार रंग श्याम मयूरभंज वास्तव में ए बसंतर शेष स्पर्श आउ टिके सजाई होइछि हम शिमिलपा कण पत्र सजाडुछंती सबुजिमार अस्त्र शस्त्र फूल माने परुछुछंती प्रेमर प्रतिध्वनि पक्षी माने गाउछंती नील गगनर गारिमा एवं खैरी विस्तारी चली शिमिलपार इतिहास आम विद्यालय जन्माई नूतन आशा और आकांक्षार संतान आज्ञा हाँ आम सामने कोनी कोनी छात्र छात्री ही आमर भविष्यत आम भविष्यत को आलोकित करने शिक्षा अपरिहार्य बिना बाधारे शिक्षा छात्र छात्री निकट में पहुंचाई शिक्षक पितामाता तथा अभिभावक जो अभिभावक प्रत्यक्ष भाव पिलामानकर शिक्षार अग्रगति रे सामिल हेबे। आपण माने समस्त जानिथिबे गोटिए पिला जन्म हेला ठारू मृत्यु पर्यंत तार माँ बापा पाखरे रही थाए जेतेबेले से जन्म हुए अंगनवाड़ी जाए प्रथमे से विद्यालय रे पाद थापे सेतेबेले माँ रो स्नेह माँ रो प्रेम बापा रो प्रेम निश्चित भाव ताको आंदोलित करे सेही माँ और बापा को विद्यालय सहित जोड़िबा पई तथा हमर एई शैक्षिक कार्यक्रम तथा शिक्षा जोड़िबा पई सरकार एक अभिनव प्रयास निश्चित भाव आगामी दिन में जो हमर गत दिन में पेरेंट टीचर मीटिंग हुए पिता माता अभिभावक सभा बैठक ताठारू आज जो सभा आम जो एकजुट होती निश्चित भाव टिके भिन्न अच्छी आम से पिलामानकर सुविधा सुजोग जानिबा सत्ते एवं आमे तार आमर जो विभिन्न प्रकार योजना अच्छी आमर नागरिक मानक पई बा पिता माता पई जो आम सरकार योजना अच्छी से संपर्क में जानिबा पई आज एक अभिनव प्रयास तो आज जो प्रयास होची पेरेंट एज पार्टनर को आज सभा को आमंत्रित करिबा ए सभा को स्वागत करिबा आप्राण उद्यम आम विद्यालय को परिस्फुटित करैछि एवं आगामी दिन में अनेक सबुजिमा भरिदेबे बोली हमर आशा एवं सुंदर वार्ता प्रदान करिवे पानी प्रदान करिवे जहां हमको आगको दीपं ज्योति परम ब्रह्म दीपं ज्योति जनार्दन दीपं ज्योति हरेत् पापं ब्रह्म दीप नमस्तुते ओम नीलाद्र शंख मध्ये शतदल कमले रत्न सिंहासनस्थं सर्वालंकार युक्तं नवघन रुचिरं संयुक्तं चक्रजेन भद्राय वमभागे रथचरणीभूतं ब्रह्म रुद्रेन्द्र वन्द्यं वेदानं सरमीशं सजन परिवृतं ब्रह्मदायु स्मरामि ओम शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं स्वागतं स्वागतं
ଜଗତର ନାଥ ଜଗନ୍ନାଥଙ୍କ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି ଜଣାଇ ଆଜିର ସଭା କାର୍ଯ୍ୟକୁ ଆଗକୁ ବଢ଼ାଇ ନେବାର ଦାୟିତ୍ୱ ମୋତେ ଦିଆଯାଇଛି। ତେଣୁ ସର୍ବପ୍ରଥମେ ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଆନ୍ତରିକ ଶୁଭେଚ୍ଛା ଜଣାଉଛି। ବାସ୍ତବରେ ଆଜିର ଅତିଥି ମଞ୍ଚରେ ବସିଥିବା ଅତିଥିମାନେ ନିଶ୍ଚୟ, କିନ୍ତୁ ମୁଁ କହିବି ଆଜିର ଅତିଥି ହେଉଛନ୍ତି ମଞ୍ଚ ସାମ୍ନାରେ ବସିଥିବା ଆମର ପିତା ମାତା ଅଭିଭାବକ ସମସ୍ତେ। ତେଣୁ ସର୍ବପ୍ରଥମେ ଆମର ସେଇ ଅତିଥି ଯେଉଁମାନଙ୍କ ପାଇଁ ଆମେ ଏଠି ବସିଛୁ ତାଙ୍କୁ ମୁଁ ଏ ବୈଠକକୁ ସ୍ୱାଗତ କରିବା ସହିତ ମଞ୍ଚାସୀନ ଅତିଥି ଆମର ଏ ବିଦ୍ୟାଳୟର ସୁଖ ଦୁଃଖର ସାଥୀ ଶ୍ରୀଯୁକ୍ତ ଧନ ସିଂ ବାବୁ, ଏ ବିଦ୍ୟାଳୟର ଗଠନର ବସନ୍ତର ଆଗମନରେ ପ୍ରକୃତି ହୋଇଛି ଶସ୍ୟ ଶ୍ୟାମଳା। ବିଦ୍ୟାଳୟ ଚତୁଃପାର୍ଶ୍ୱରେ ଧାନ କ୍ଷେତର ଅପରୂପ ସୌନ୍ଦର୍ଯ୍ୟ ବାଟ ହୋଇକି କରୁଛି ମନ୍ତ୍ରମୁଗ୍ଧ। ଶିମିଳିପାଳର ପାଦଦେଶରେ ଥିବା ଆମ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଠାକୁରଗଡ଼ା ଆଜି ପାଳନ କରୁଛି ପ୍ୟାରେଣ୍ଟ। ନିଶ୍ଚିତ ଭାବେ ବିଦ୍ୟା ମଣିଷକୁ ଆଗକୁ ଯିବା ପାଇଁ, ଆଗକୁ ବଢିବା ପାଇଁ ରାସ୍ତା ଦେଖାଇଥାଏ, ମାର୍ଗ ଦେଖାଇଥାଏ। ସେଇଥିପାଇଁ କୁହାଯାଏ ସା ବିଦ୍ୟା ଯା ବିମୁକ୍ତ। ସେଇ ବିଦ୍ୟା ହିଁ ଆମକୁ ଆଗକୁ ଯିବା ପାଇଁ ମାର୍ଗ ଦେଖାଇଥାଏ ଏବଂ ଭଲ ବାଟ ଦେଖାଇଥାଏ। ସେଇଥିପାଇଁ ଆଜି ଆମେ ଏହି ବିଦ୍ୟାଳୟରେ ନାମ ଲେଖାଇଛୁ, ଏହି ବିଦ୍ୟାଳୟରେ ଆମେ ଜ୍ଞାନ ଆହରଣ କରୁଛୁ, ପାଠ ପଢୁଛୁ। ଏସଟିଏସସି ପିଲାମାନଙ୍କ ସୁବିଧା ପାଇଁ ଆମ ଓଡ଼ିଶା ସରକାର ସବୁ ସୁବିଧା ସୁଯୋଗ ମାନ ଯୋଗାଇ ଦେଇ ଆସୁଛନ୍ତି। ସେ ସାମ୍ନାକୁ ଆସିବେ ଏବଂ ଏହି ପ୍ରତିଯୋଗିତାଟିକୁ ପୁରସ୍କାର ବିତରଣ ଉତ୍ସବରେ ରହିବେ। ଯେମିତି ସେମାନେ ଆଗାମୀ ଜୀବନରେ ଅନ୍ୟ କ୍ଷେତ୍ରରେ ମଧ୍ୟ କୃତି ହୁଅନ୍ତୁ ଏବଂ ଆମ ଓଡ଼ିଶାର, ଆମ ଶିମିଳିପାଳର, ଆମ ବିଦ୍ୟାଳୟର ନାମକୁ ତ ମୋର ହୃଦୟରେ ଗୋଟେ ବେଦିଛି ଏଠି ଆପଣମାନେ ଲେଖିଛନ୍ତି ଜାଣିବା ଏବଂ ଜିଣିବା। ଆମେ କ'ଣ ଜାଣିବା ଏବଂ କ'ଣ ଜିଣିବା? ମଣିଷ କ'ଣ ନ ଜାଣିବା ପାଇଁ କ'ଣ ଚେଷ୍ଟା କରୁଛି? ସେ ଚନ୍ଦ୍ରମଣ୍ଡଳକୁ ଯାଇକି ସେଠି ଘର କରିବା ପାଇଁ ସେ ଚେଷ୍ଟା କରୁଛି। ଭୂମି ତଳକୁ ଯାଇକି ସେ ଭୂମି ଗର୍ଭରେ କ'ଣ ସୁନା ଚାନ୍ଦି ଅଛି ସେଇଟା ଜାଣିବା ପାଇଁ ଚେଷ୍ଟା କରୁଛି। ସମୁଦ୍ର ଗର୍ଭରେ କ'ଣ ଅଛି ସେଇଟା ଜାଣିବା ପାଇଁ ଚେଷ୍ଟା। ପର୍ବ ଅତିଥି ଆପଣେ ଅଜାଡ଼ି ସମୟ ଦେଲେ ପ୍ରେରଣାର ସ୍ୱାଦ। ଆମ ବିଦ୍ୟାଳୟ ମନେ ରଖିଥିବ ଜ୍ଞାନ ଆମ ଧନ୍ୟବାଦ, ଜ୍ଞାନ ଆମ ଧନ୍ୟବାଦ। ଆଜିର ଏହି ସ୍ମରଣୀୟ ସଭାରେ ମଞ୍ଚାସୀନ ସଭାପତି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାର୍ ମହୋଦୟ ଏବଂ ମୁଖ୍ୟ ଅତିଥି ଏସଏମସି ସଭାପତି ଶ୍ରୀଯୁକ୍ତ ଧନସିଂହ ମହୋଦୟ ତଥା ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାନହେମ୍ବ୍ର ମହୋଦୟ ତଥା ଆମ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ନାୟକ ସାର୍ ଏବଂ ସୁଶାନ୍ତ କୁମାର ଗିରି ସାର୍, ନିଶ୍ଚିତ ଭାବରେ ଆପଣମାନଙ୍କର ଯେଉଁ ଏହି ସୁନ୍ଦର ବାଣୀ ଆମ ପିଲାମାନେ ତଥା ଅଭିଭାବକ ମାନଙ୍କୁ ପ୍ରେରଣାର ଉତ୍ସ ଯୋଗାଇବ। ନିଶ୍ଚିତ ଭାବରେ ସେମାନେ ତାଙ୍କ ଆଗାମୀ ଜୀବନରେ ଭବିଷ୍ୟତକୁ ସରସ ସୁନ୍ଦର କରିବା ପାଇଁ ପ୍ରେରଣାର ଉତ୍ସ ପାଇବେ। ଆମେ ଆମ ବିଦ୍ୟାଳୟ ତରଫରୁ, ଆମ ଅନୁଷ୍ଠାନ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛୁ ଏବଂ ମଞ୍ଚ ସାମ୍ନାରେ ବସିଥିବା ସମସ୍ତ ଅତିଥି ବୃନ୍ଦ ତଥା ଅଭିଭାବକ, ଆପଣମାନଙ୍କ ବିନା ଏ ସଭା କୌଣସି ମହତ୍ତ୍ୱ ରଖେ ନାହିଁ। ଆପଣମାନେ ନିଶ୍ଚିତ ଭାବରେ